ଏହି ଭିଡିଓରେ ଆମେ ମାନେ ଜାଣିବା ଯେ ମିଥୁନ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ମଇ 2026 କିପରି ରହିବ। ଏହି ମଇ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିଭଳି ରହିବ। ନବଗ୍ରହଙ୍କର ସ୍ଥିତି ଆପଣଙ୍କ କୁଣ୍ଡଳୀରେ କିଭଳି ରହିବ। ନବଗ୍ରହ ଆପଣଙ୍କୁ କେଉଁ ଫଳ ପ୍ରଦାନ କରିବାକୁ ସକ୍ଷମ ହେବେ। ଏହା ସହିତ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଆପଣଙ୍କର ଯଦି ମିଥୁନ ରାଶି ହୋଇଥାଏ ତେବେ ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲିଖନ୍ତୁ। ତ ବନ୍ଧୁମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କର ଜନ୍ମ ରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତେବେ ରାଶିଚକ୍ରର 12 ଗୋଟି ରାଶି ମଧ୍ୟରୁ ତୃତୀୟ ରାଶି ହେଉଛି ମିଥୁନ ରାଶି ଏବଂ ମିଥୁନ ରାଶିର ରାଶ୍ୟାଧିପତି ହେଉଛନ୍ତି ବୁଧ। ତ ବନ୍ଧୁମାନେ ମଇ ମାସ ଆରମ୍ଭରେ ଆପଣଙ୍କ କୁଣ୍ଡଳୀର ପ୍ରଥମ ଭାବରେ ଗୋଚର କରୁଛନ୍ତି ଦେବଗୁରୁ ବୃହସ୍ପତି, ତୃତୀୟ ଭାବରେ ଗୋଚର କରୁଛନ୍ତି କେତୁ, ଦଶମ ଭାବରେ ଗୋଚର କରୁଛନ୍ତି ଶନି ଏବଂ ମଙ୍ଗଳ, ନବମ ଭାବରେ ଗୋଚର କରୁଛନ୍ତି ରାହୁ ଏବଂ ଆପଣଙ୍କର ଏକାଦଶ ଭାବରେ ଗୋଚର କରୁଛନ୍ତି ବୁଧ, ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି ଶୁକ୍ର। ତ ସର୍ବପ୍ରଥମେ ଆସନ୍ତୁ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିଭଳି ରହିବ ଏହି ମଇ 2026ରେ। ତ ବନ୍ଧୁମାନେ କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ। ଆପଣଙ୍କ ପ୍ରଥମ ଭାବର ଅଧିପତି ହେଉଛନ୍ତି ବୁଧ, ଯିଏକି ଆପଣଙ୍କର ଏକାଦଶ ଭାବରେ ଗୋଚର କରୁଛନ୍ତି ଏବଂ ମଇ 15 ତାରିଖକୁ ଆପଣଙ୍କର ଦ୍ୱାଦଶ ଭାବକୁ ପ୍ରବେଶ କରିବେ। ତ ବନ୍ଧୁମାନେ ଆପଣଙ୍କର ସ୍ୱାସ୍ଥ୍ୟ ବର୍ତ୍ତମାନ ବହୁତ ଭଲ ରହୁଛି, କିନ୍ତୁ ଯେତେବେଳେ ବୁଧ ଆପଣଙ୍କର ଦ୍ୱାଦଶ ଭାବକୁ ଗୋଚର କରିବେ ତ ଦ୍ୱାଦଶ ଭାବଟିକୁ କୁଣ୍ଡଳୀରେ ଭଲ ବୋଲି ମାନାଯାଇନଥାଏ। ଏହାକୁ ରୋଗର ଭାବ ବୋଲି ମାନାଯାଇଥାଏ, ଦୁଷ୍ଟ ସ୍ଥାନ ବୋଲି ମାନାଯାଇଥାଏ। ତେଣୁ 15 ମଇ ପରେ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବାର ଅଛି। ବିଶେଷ କରି ବୁଧ ଯେହେତୁ ଚର୍ମର କାରକ ଗ୍ରହ, ତେଣୁ ଆପଣଙ୍କର ଆଲର୍ଜି, ଇନଫେକ୍ସନ ଭଳି ସମସ୍ୟା ଦେଖାଦେଇପାରେ। ଏହା ବ୍ୟତୀତ ଆପଣ ଟିକେ ଥକ୍କାପଣ ଅନୁଭବ କରିପାରନ୍ତି, ରାତିରେ ଆପଣଙ୍କୁ ନିଦ ଠିକରେ ନ ହୋଇପାରେ। ତ 15 ମଇ ପରେ ଆପଣଙ୍କୁ ଏହିସବୁ ଜିନିଷ ଗୁଡ଼ିକ ପ୍ରତି ସତର୍କ ରହିବାର ଅଛି, କିନ୍ତୁ 15 ମଇ ପୂର୍ବରୁ ସ୍ୱାସ୍ଥ୍ୟ ଆପଣଙ୍କର ବହୁତ ଭଲ ରହିବ। ବୁଧ ଏବଂ ସୂର୍ଯ୍ୟ ଆପଣଙ୍କର ଲାଭ ସ୍ଥାନରେ ଗୋଚର କରୁଛନ୍ତି, ବୁଧାଦିତ୍ୟ ରାଜଯୋଗର ନିର୍ମାଣ କରୁଛନ୍ତି। ତ 15 ମଇ ପୂର୍ବରୁ ସ୍ୱାସ୍ଥ୍ୟ ଆପଣଙ୍କର ବହୁତ ଭଲ ରହୁଛି। ଶିକ୍ଷା କଥା ଯଦି କହିବା ତ ଆପଣଙ୍କର ପଞ୍ଚମ ଭାବଟି ହେଉଛି ଶିକ୍ଷାର ଭାବ ଏବଂ ପଞ୍ଚମ ଭାବର ଅଧିପତି ଶୁକ୍ର ବର୍ତ୍ତମାନ ଆପଣଙ୍କର ଦ୍ୱାଦଶ ଭାବରେ ଅବସ୍ଥିତ, କିନ୍ତୁ ନିଜର ସ୍ୱରାଶିରେ ସେ ଗୋଚର କରୁଛନ୍ତି। 14 ମଇକୁ ଆପଣଙ୍କର ପ୍ରଥମ ଭାବକୁ ପ୍ରବେଶ କରିବେ। ତ ବନ୍ଧୁମାନେ ଏବେ ବି ଶୁକ୍ର ଆପଣଙ୍କର ଦ୍ୱାଦଶ ଭାବରେ ବହୁତ ଭଲ ସ୍ଥିତିରେ ଅଛନ୍ତି, ଯେହେତୁ ସେ ନିଜର ସ୍ୱରାଶିରେ ଗୋଚର କରୁଛନ୍ତି। ଶୁକ୍ର ଏଠାରେ ଏକ ବିପରୀତ ରାଜଯୋଗର ନିର୍ମାଣ କରୁଛନ୍ତି। ତ ଆପଣଙ୍କର ପଞ୍ଚମ ଭାବର ଅଧିପତି ଶୁକ୍ର ଯେହେତୁ ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି, ତେଣୁ ଏହି ସ୍ଥାନ ପ୍ରାୟତଃ ଜଣଙ୍କର ବର୍ତ୍ତମାନ ଶିକ୍ଷାଗତ ପରିବେଶରୁ ପ୍ରସ୍ଥାନକୁ ସୂଚିତ କରେ। ଉଦାହରଣ ସ୍ୱରୂପ, ଯଦି ଆପଣ ବିଦେଶରେ ରହି ପାଠ ପଢ଼ିବାକୁ ଯୋଜନା କରୁଥିଲେ କିମ୍ବା ଆପଣଙ୍କର ଶିକ୍ଷା ପାଇଁ ଆପଣ ଦୂର ସ୍ଥାନରେ ରହି ପାଠ ପଢ଼ିବାକୁ ଚିନ୍ତା କରୁଥିଲେ, ତେବେ ବର୍ତ୍ତମାନ ଆପଣଙ୍କୁ ସୁଯୋଗ ମିଳିବ। ଆପଣ ଆପଣଙ୍କର ପାଠପଢ଼ା କ୍ଷେତ୍ରରେ ଯାହା ବି କିଛି ପରିବର୍ତ୍ତନ ଚାହୁଁଥିଲେ ବର୍ତ୍ତମାନ ଆପଣ ତାହା କରିପାରିବେ। ପୂର୍ବରୁ ପାଠପଢ଼ାକୁ ନେଇକି ଆପଣଙ୍କର ଯେଉଁ ଚିନ୍ତା ଥିଲା, ଯେଉଁ ଆପଣ ଠିକ୍ ନିଷ୍ପତ୍ତି ନେଇପାରୁନଥିଲେ, ବର୍ତ୍ତମାନ ଆପଣ କିଛି ଡିସିସନ୍ ନେବେ ଯାହା ଆପଣଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ। 14 ମଇକୁ ଯେତେବେଳେ ଶୁକ୍ର ଆପଣଙ୍କ ପ୍ରଥମ ଭାବରେ ପ୍ରବେଶ କରିବେ ସେତେବେଳେ ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ତ ମୋଟାମୋଟି ଭାବରେ ଯଦି ଦେଖିବା ତ ମାସ ସାରା ଶିକ୍ଷା କ୍ଷେତ୍ର ଆପଣଙ୍କର ବହୁତ ଭଲ ରହୁଛି। ଆପଣ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ସର୍ବୋତ୍ତମ ଫଳାଫଳ ପ୍ରାପ୍ତ କରିବେ। ଯଦି ଆପଣଙ୍କର କିଛି ଏକ୍ଜାମ୍ ଅଛି, କମ୍ପିଟେଟିଭ୍ ଏକ୍ଜାମ୍ ଅଛି, ସରକାରୀ ସ୍ତରୀୟ ପରୀକ୍ଷା ଅଛି, ତ ସେଥିରେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ। ଆପଣ ଯଦି ପାଠପଢ଼ା ରିଲେଟେଡ୍ କିଛି ଡିସିସନ୍ ନେବା ପାଇଁ ଚାହୁଁଛନ୍ତି, କିଛି ଫର୍ମ ଫିଲ୍ଅପ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆଡ଼ମିସନ୍ ନେବା ପାଇଁ ଚାହୁଁଛନ୍ତି, ତାହା ମଧ୍ୟ ଆପଣ କରିପାରିବେ। ପ୍ରେମ ଜୀବନ କଥା ଯଦି କହିବା ତ ପଞ୍ଚମ ଭାବଟି ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ହୋଇଥାଏ ପ୍ରେମ ଜୀବନର ଭାବ ଏବଂ ଆପଣଙ୍କର ସନ୍ତାନର ଭାବ। ତ ଆପଣଙ୍କର ପଞ୍ଚମ ଭାବର ଅଧିପତି ଶୁକ୍ର ଏବେ ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି
ଏବଂ 14 ତାରିଖକୁ ପ୍ରଥମ ଭାବରେ ପ୍ରବେଶ କରିବେ ଏବଂ ଆପଣଙ୍କର ପ୍ରଥମ ଭାବର ଅଧିପତି ବୁଧ ଏକାଦଶ ଭାବରେ ଗୋଚର କରୁଛନ୍ତି। ତ ଆପଣଙ୍କର ପ୍ରେମ ଜୀବନ ପାଇଁ ବହୁତ ଭଲ ସମୟ ରହୁଛି। ଆପଣଙ୍କର ପାର୍ଟନରଙ୍କର ଆପଣଙ୍କ ପ୍ରତି ଭଲ ପାଇବା ବଢ଼ିବ, ଆଟ୍ରାକ୍ସନ୍ ବଢ଼ିବ। ପୂର୍ବରୁ ଯଦି ଆପଣଙ୍କ ମଧ୍ୟରେ କୌଣସି ପ୍ରକାରର ମନାନ୍ତର କିମ୍ବା ମତାନ୍ତର ଥିଲା ତ ସେସବୁ ଦୂର ହୋଇଯିବ। ଆପଣଙ୍କ ମଧ୍ୟରେ ଯେକୌଣସି ଭୁଲ ବୁଝାମଣା ଥିଲା ସେସବୁ ସମାଧାନ ହୋଇଯିବ। ତ ମୋଟାମୋଟି ଭାବରେ ଦେଖିଲେ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ରହିବ। ଏବେ ଆସନ୍ତୁ ଦେଖିବା ଆପଣଙ୍କର ବୈବାହିକ ଜୀବନ କିଭଳି ରହିବ। ତ ବନ୍ଧୁମାନେ, ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ, ଆପଣଙ୍କ ଜୀବନ ସାଥୀର ଭାବ। ତ ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯିଏକି ଆପଣଙ୍କର ପ୍ରଥମ ଭାବରେ ଗୋଚର କରୁଛନ୍ତି ଏବଂ ଗୁରୁଙ୍କର ସପ୍ତମ ଦୃଷ୍ଟି ସପ୍ତମ ଭାବ ଉପରେ ହିଁ ରହୁଛି, ନିଜର ସ୍ୱକ୍ଷେତ୍ର ଉପରେ ରହୁଛି। ଏହାର ଅର୍ଥ ଆପଣଙ୍କର ବୈବାହିକ ଜୀବନ ଉତ୍କୃଷ୍ଟ ଦେଖାଯାଉଛି। ଶନିଙ୍କର ଦୃଷ୍ଟି ମଧ୍ୟ ସପ୍ତମ ଭାବ ଉପରେ ରହୁଛି। ଯେହେତୁ ଶନି ହେଉଛନ୍ତି ଆପଣଙ୍କ ଭାଗ୍ୟ ଭାବର ଅଧିପତି, ତ ଆପଣଙ୍କ ଜୀବନ ସାଥୀଙ୍କର ସ୍ୱାସ୍ଥ୍ୟରେ କିଛିଟା ଛୋଟ ମୋଟ ସମସ୍ୟା ଦେଖାଦେଇପାରେ। ବିଶେଷ କରି ଗୋଡ଼ରେ କିଛି ସମସ୍ୟା ଦେଖାଦେଇପାରେ କିମ୍ବା ପେଟ ଜନିତ କିଛି ସମସ୍ୟା ଦେଖାଦେଇପାରେ, କିନ୍ତୁ ସେତେଟା ଅତ୍ୟଧିକ ଗମ୍ଭୀର ନୁହେଁ। ଆପଣ ଆପଣଙ୍କର ଜୀବନ ସାଥୀଙ୍କ ମଧ୍ୟରେ ଟିକେ ଜିଦ୍ଦି ସ୍ୱଭାବ ଦେଖିପାରନ୍ତି, ଅହଙ୍କାର ସ୍ୱଭାବ ଦେଖିପାରନ୍ତି। ତେବେ ଏସବୁ ସେତେଟା କିଛି ଖରାପ ପ୍ରଭାବ ଆପଣଙ୍କର ବୈବାହିକ ଜୀବନ ଉପରେ ପକାଇବ ନାହିଁ, ଯେହେତୁ ଗୁରୁଙ୍କର ଦୃଷ୍ଟି ସପ୍ତମ ଭାବ ଉପରେ ରହୁଛି ଏବଂ ଆପଣଙ୍କ ରାଶିର ଅଧିପତି ମଧ୍ୟ ଏକାଦଶ ଭାବରେ ଗୋଚର କରୁଛନ୍ତି। ତ ବୈବାହିକ ଜୀବନ ଆପଣଙ୍କର ବହୁତ ଭଲ ରହିବ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ଭାଗ୍ୟ, ଆପଣଙ୍କର କ୍ୟାରିୟର ଏବଂ ଆପଣଙ୍କର ବ୍ୟାପାର ବାଣିଜ୍ୟର ସ୍ଥିତି କିଭଳି ରହିବ। ତ ବନ୍ଧୁମାନେ, କୁଣ୍ଡଳୀର ନବମ ଭାବଟି ହେଉଛି ଭାଗ୍ୟର ଭାବ ଏବଂ ଦଶମ ଭାବଟି ହେଉଛି କ୍ୟାରିୟରର ଭାବ। ତ ବନ୍ଧୁମାନେ, ଆପଣଙ୍କ ନବମ ଭାବର ଅଧିପତି ହେଉଛନ୍ତି ଶନି। ଶନି ବର୍ତ୍ତମାନ ଆପଣଙ୍କର କେନ୍ଦ୍ରରେ ଗୋଚର କରୁଛନ୍ତି, କେନ୍ଦ୍ର ତ୍ରିକୋଣ ରାଜଯୋଗର ନିର୍ମାଣ କରୁଛନ୍ତି। କିନ୍ତୁ ଆପଣଙ୍କର ନବମ ଭାବରେ ରାହୁ ଗୋଚର କରୁଛନ୍ତି। ଡିସେମ୍ବର 2026 ପର୍ଯ୍ୟନ୍ତ ରାହୁ ଆପଣଙ୍କର ନବମ ଭାବରେ ରହିବେ। ତ ବନ୍ଧୁମାନେ, ଆପଣ ମନେ ରଖିବା ଉଚିତ ଯେ ରାହୁ ଆପଣଙ୍କର ଭାଗ୍ୟରେ ବାଧା ସୃଷ୍ଟି କରିବେ। ଆପଣ ଯାହା ବି କିଛି କାର୍ଯ୍ୟ ଆରମ୍ଭ କରିବେ, ଭାଗ୍ୟ ସମ୍ବନ୍ଧିତ ଆପଣ ଯାହା ବି ନିଷ୍ପତ୍ତି ନେବେ, ପ୍ରଥମେ କିଛି ସମସ୍ୟା ଆସିବ, ବାଧା ଆସିବ। କିନ୍ତୁ ଶନିଙ୍କର ସ୍ଥିତି ଯେହେତୁ ବହୁତ ଭଲ ରହୁଛି, ତ ଆପଣଙ୍କୁ ପରିଶେଷରେ ସଫଳତା ମଧ୍ୟ ପ୍ରାପ୍ତି ହେବ। ତେଣୁ ଆପଣ କୌଣସି ସମସ୍ୟାକୁ ଡରି ନ ଯାଇ, ବାଧାବିଘ୍ନକୁ ଡରି ନ ଯାଇ ଆଗକୁ ବଢ଼ନ୍ତୁ। ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତି ହେବ। ଆପଣ ନିଜ ଭିତରେ ଟିକେ ଧୈର୍ଯ୍ୟ କେବଳ ରଖନ୍ତୁ। ଗୁରୁଙ୍କର ଦୃଷ୍ଟି ଯେହେତୁ ଆପଣଙ୍କର ପଞ୍ଚମ ଭାବ, ସପ୍ତମ ଭାବ ଏବଂ ନବମ ଭାବ ଉପରେ ରହୁଛି, ତେଣୁ ଭାଗ୍ୟରେ ଆପଣଙ୍କୁ ଗୁରୁ ସାଥ ଦେବେ। ତେଣୁ ଆପଣ କୌଣସି କାର୍ଯ୍ୟକୁ ଅଧାରେ ଛାଡ଼ନ୍ତୁ ନାହିଁ, ସମ୍ପୂର୍ଣ୍ଣ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ। କ୍ୟାରିୟର କଥା ଯଦି କହିବା, ତ ଆପଣଙ୍କର ଦଶମ ଭାବର ଅଧିପତି ଗୁରୁ ଆପଣଙ୍କର ପ୍ରଥମ ଭାବରେ ଗୋଚର କରୁଛନ୍ତି। ତ ଯେହେତୁ ଗୁରୁଙ୍କର ସ୍ଥିତି ବହୁତ ଭଲ ରହୁଛି, କ୍ୟାରିୟର ମଧ୍ୟ ଆପଣଙ୍କର ବହୁତ ଭଲ ରହିବ। କିନ୍ତୁ ଦଶମ ଭାବରେ ଯେହେତୁ ଶନି ଏବଂ ମଙ୍ଗଳ ଗୋଚର କରୁଛନ୍ତି, ଏଠାରେ ବିସ୍ଫୋରକ ଯୋଗ ସୃଷ୍ଟି କରୁଛନ୍ତି। ତେଣୁ ଆପଣଙ୍କୁ ଆପଣଙ୍କର ଆଗ୍ରେସନ ଉପରେ ଟିକେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଆପଣଙ୍କର କ୍ରୋଧ ଉପରେ କଣ୍ଟ୍ରୋଲ କରିବାକୁ ପଡ଼ିବ। କାରଣ ଯଦି ଆପଣ କାହା ସହିତ କିଛି ଯୁକ୍ତିତର୍କ କରୁଛନ୍ତି, କଳି ଝଗଡ଼ା କରୁଛନ୍ତି, ତ ଆପଣଙ୍କର ହିଁ କ୍ଷତି ହେବ। ଏହି ସମୟରେ ଆପଣଙ୍କର ଶତ୍ରୁ ସଂଖ୍ୟା ବୃଦ୍ଧି ପାଇପାରେ। ତଥାପି ଆପଣ ନିଜକୁ ସମ୍ପୂର୍ଣ୍ଣ ଉପଭୋଗ କରୁଛନ୍ତି, କାରଣ ଆପଣଙ୍କର ଦଶମ ଭାବର ଅଧିପତି ପ୍ରଥମ ଭାବରେ ଗୋଚର କରୁଛନ୍ତି, ଭଲ ସ୍ଥିତିରେ ଅଛନ୍ତି। ତେଣୁ କ୍ୟାରିୟରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଆପଣ କେବଳ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ ଏବଂ ଅନ୍ୟ କୁଆଡ଼େ ଆପଣଙ୍କର ମାଇଣ୍ଡକୁ ଡିଷ୍ଟର୍ବ କରନ୍ତୁ ନାହିଁ। ଯେଉଁ ମୁହୂର୍ତ୍ତରେ ଆପଣ ନିଜର କାମରେ ଧ୍ୟାନ ଦେବେ, ଆପଣ ଉନ୍ନତି ଆଡ଼କୁ ଆଗେଇବେ। ଆପଣ ପଲିଟିକ୍ସ ଠାରୁ ଦୂରେଇ ରୁହନ୍ତୁ ଏବଂ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ନିଜକୁ ସ୍ଥିର ଏବଂ ଶୃଙ୍ଖଳିତ ରଖନ୍ତୁ। ସଫଳତା ନିଶ୍ଚିତ ଭାବରେ ଆପଣଙ୍କର ପାଖକୁ ଆସିବ। ବନ୍ଧୁମାନେ, ମନେ ରଖନ୍ତୁ, ଶନି ବର୍ତ୍ତମାନ ଆପଣଙ୍କର ଦଶମ ଭାବରେ ଗୋଚର କରୁଛନ୍ତି। ଶନି ହେଉଛନ୍ତି କର୍ମର କାରକ ଗ୍ରହ। ତ ଆପଣ ନିଜର କର୍ମକୁ ଠିକ୍ ଭାବରେ କରିବା ପାଇଁ ଚେଷ୍ଟା କରନ୍ତୁ। ଏହି ସମୟରେ ଆପଣଙ୍କର ପଦୋନ୍ନତି ହୋଇପାରେ ଏବଂ ଯେଉଁମାନେ ଚାକିରିର ଅପେକ୍ଷାରେ ଥିଲେ ସେମାନଙ୍କୁ ଚାକିରି ମିଳିବାର ମଧ୍ୟ ବହୁତ ଅଧିକ ସମ୍ଭାବନା ରହୁଛି। ତେଣୁ ଆପଣ ନିଜ ତରଫରୁ ଚେଷ୍ଟା ଜାରି ରଖନ୍ତୁ। ବିଜନେସ୍ କଥା ଯଦି କହିବା, ତ ବିଜନେସ୍ ମଧ୍ୟ ଆପଣଙ୍କର ବହୁତ ଭଲ ରହୁଛି, କାରଣ ବୁଧ ଏକାଦଶ ଭାବରେ ଗୋଚର କରୁଛନ୍ତି।
କିନ୍ତୁ 15 ତାରିଖ ପରେ ଯେତେବେଳେ ବୁଧ ଦ୍ୱାଦଶ ଭାବକୁ ଚାଲିଯିବେ ସେତେବେଳେ ଖର୍ଚ୍ଚ ଟିକେ ବୃଦ୍ଧି ପାଇବ ଏବଂ ଆପଣଙ୍କ ଉପରେ ପ୍ରେସର ଟିକେ ଅଧିକ ରହିପାରେ। ଆପଣ ଅଧିକ ଯାତ୍ରା ମଧ୍ୟ କରିପାରନ୍ତି। କିନ୍ତୁ 15 ମଇ ପୂର୍ବରୁ ବୁଧାଦିତ୍ୟ ରାଜଯୋଗର ନିର୍ମାଣ ହେଉଥିବା ହେତୁ ବିଜନେସରେ ଆପଣ ବହୁତ ଅଧିକ ଲାଭ ଦେଖିବାକୁ ପାଇବେ। ଆପଣଙ୍କର ଡେଲି ଇନକମ୍ ବଢ଼ିବ, ଫାଇନାନ୍ସିଆଲ ଗ୍ରୋଥ ହେବ। ତ ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ, ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ସବୁ ଅଶୁଭତ୍ୱ ରହୁଛି ସେଗୁଡ଼ିକ ମଧ୍ୟ ଖଣ୍ଡନ ହୋଇଯିବ। ତ ବନ୍ଧୁମାନେ, ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ପକ୍ଷୀମାନଙ୍କୁ ଶସ୍ୟ ଏବଂ ପାଣି ଅର୍ପଣ କରନ୍ତୁ। ରାହୁଙ୍କର ପ୍ରତିକାର ପାଇଁ ଏହି ଜିନିଷଟି ଆପଣ କରନ୍ତୁ ଏବଂ ଆପଣ ପ୍ରତ୍ୟେକ ଦିନ ବୁଧଙ୍କର ବୀଜ ମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ। ପ୍ରତ୍ୟେକ ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ଦୁବ ଏବଂ ଲଡୁ ଭୋଗ କରନ୍ତୁ। ପ୍ରତ୍ୟେକ ବୁଧବାର ଦିନ ଗୋମାତାଙ୍କର ସେବା କରନ୍ତୁ ଏବଂ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଏହା ବ୍ୟତୀତ ପ୍ରତ୍ୟେକ ଦିନ ସକାଳୁ ଆପଣ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ମଧ୍ୟ ପାଠ କରନ୍ତୁ। ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ସବୁ ଅଶୁଭତ୍ୱ ରହୁଛି ସେଗୁଡ଼ିକ ମଧ୍ୟ ଖଣ୍ଡନ ହୋଇଯିବ। ତ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।